नमस्कार भाई। नमस्कार केमती अछंती अभिषेक भल। कोठी अछंती एबे आज्ञा। कोठी अछंती एबे एबे आसली घर को राउरकेला रे अछि। अच्छा 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 हम व्यूअर्स मान को ठीक अभिषेक कहि देबे आपनकर घर को जिला को ब्लॉक रे मो घर राउरकेला सेक्टर 16 डी ब्लॉक। राउरकेला रे आपनकर घर एवं सेक्टर 16 रे आपनकर घर अभिषेक अनेक खेल थिला आपण क्रिकेट को कोन पे बाछि नि थिले ସେଇଟା ତ କେମିତି କହିବି ଆଉ ଥିଲା ଟିଭିରେ ଦେଖି ଇଚ୍ଛା ଥିଲା ଖେଳିବାର କ୍ରିକେଟ। अच्छा सेमती किसी अलगा किसी प्लान नथिला जे अलगा किसी खेल नथिला ନାଇଁ ଅଲଗା ସେମିତି କିଛି ଖେଳ ନଥିଲା। अच्छा अच्छा आपण जने ऑलराउंडर बैटिंग ऑलराउंडर बॉलिंग ऑलराउंडर ना खाली बैट्समैन ना खाली बॉलर ମୁଁ ଖାଲି ବ୍ୟାଟ୍ସମ୍ୟାନ୍। ଆପଣ ଜଣେ ବ୍ୟାଟ୍ସମ୍ୟାନ କେମିତିକା ସଟ୍ ଲଗେଇବାକୁ ଆପଣଙ୍କୁ ଭଲ ଲାଗେ ହେଲିକପ୍ଟର ସଟ୍ ମାରିବାକୁ ଭଲ ଲାଗେ। ବଡ ବଡ ଛକା ମାରିବାକୁ ସେମିତି ଆଉ। କାହାଠୁ ଇନ୍ସପିରେସନ ହେଇଥିଲେ ଆପଣ କ୍ରିକେଟ କୁ ଆସିବା ପାଇଁ MS ଧୋନି। MS ଧୋନି ଆପଣଙ୍କର ଫେଭରାଇଟ ଏବଂ ତାକୁ ହିଁ ଇନ୍ସପିରେସନ ହେଇଥିଲେ ଆପଣ MS ଧୋନିଙ୍କ ପାଖରୁ ଅନେକ ଆଜ୍ଞା। ଲୋକ ବର୍ତ୍ତମାନ ଆମ ସହିତ ଲାଇଭରେ ଯୋଡି ହଉଛନ୍ତି ଏବଂ ଆପଣଙ୍କ ଜୀବନର ଲକ୍ଷ୍ୟ କଣ ଅଭିଷେକ ସମ୍ପତ୍ତି ଭଲ କ୍ରିକେଟର ହବା ଆଗକୁ ଭଲ ଖେଳିବା କେମିତି ଭଲ କ୍ରିକେଟର ହବା ସେମିତି ଭଲ ମଣିଷ ହବା। ଏବଂ ଗୋଟେ ଭଲ କ୍ରିକେଟର ହବାକୁ ହେଲେ ଆପଣଙ୍କୁ କଣ କଣ ସବୁ କରିବାକୁ ପଡିବ ଭଲ ପ୍ରାକ୍ଟିସ ଦରକାର ମାଇଣ୍ଡ ସେଟ ଦରକାର ଭଲ डिसिप्लिन दरकार। ଆପଣଙ୍କ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କୋଉଠି ଥିଲା ଆଜ୍ଞା। ଆପଣଙ୍କ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କୋଉଠି ଥିଲା କ୍ରିକେଟ କ୍ୟାରିୟରରେ ସବୁଠାରୁ ଭଲ ପରଫରମାନ୍ସ କୋଉଠି ହେଇଥିଲା ଆପଣଙ୍କର ସବୁଠୁ ଭଲ परफॉर्मेंस ହେଇଥିଲା ଆମର ରାଉରକେଲାରେ ହିଁ ଅଛି ସେକ୍ଟର 6 ରେ ଗୋଟେ ଗ୍ରାଉଣ୍ଡ ଅଛି ସେଇଠି ମାରଥିଲି ମୁଁ 22 ଟା ବଲେ 100 ମାରଥିଲି ସେଇଟା। 22ଟା ବଲେ 100 ଆଜ୍ଞା। କୋଉ ଟିମ୍ ଏଗନେଷ୍ଟ ଥିଲା ଏଇଠିକା ଲୋକାଲ ଟିମ ଗୋଟେ ଥିଲା। 22ଟା ବଲରେ 100 ବିଧ୍ୱଂସୀ ଇନିଂସ ଏବଂ ଟିମ୍ କେତେ ରନ୍ କରିଥିଲା टीम ର ସ୍କୋର ହେଇଥିଲା 250 ହେଇଥିଲା। 20 ଓଭରରେ ଆଜ୍ଞା 20 ଓଭରରେ। ଏବଂ ଆପଣଙ୍କର 22 ବଲରେ 100 କେତେଟା ଚୌକା କେତେଟା ଛକା ସେଇଟା ବୋଧେ 14ଟା କି 15ଟା ଛକା ଥିଲା ଆଉ 4ଟା କି 5ଟା ଏମିତି ଚାରି ଥିଲା। ଫ୍ରେଶ ଇନିଂସ ଥିଲା ଯାହାକି ଆପଣ କେବେ ଭୁଲି ପାରିବେନି ନାଇଁ। ଆଚ୍ଛା ରାଉରକେଲାରେ ଅନେକ ଟିମ୍ ଅଛି ଆମେ ଦେଖିଛୁ RYCC ରାଉରକେଲା ଅଛି ଗୋଟେ ୟୁଥ କ୍ରିକେଟ ଏକାଡେମୀ ଅଛି ଜିମ୍ ଖାନା ଅଛି ରାଉରକେଲା ସ୍ପୋର୍ଟସ ଆସୋସିଏସନ ନଟରାଜ ବେହେରାଙ୍କ ଟିମ୍ ପଟରୁ କାହିଁ ଖେଳିଲେ ଆପଣ ସେମିତି କିଛି ନଥିଲା ଏମିତି ମୋର ଗୋଟେ ସାଙ୍ଗ କହିକି ଅଛି ଚିକେନ କହିକି ସିଏ ଯାଏ କ୍ଲବ ଯାଉଥିଲା ସେଇଠି ତ ମୁଁ ଖାଲି କ୍ରିକେଟ ଏମିତି ବୁଲାବୁଲି କରି ଖେଳା ଖେଳି କରେ ସିଏ ମୋ ମାନେ ସାଙ୍ଗଟା ମାନେ ଜୁନିୟର ଟା ମୋଠୁ ସେ କହିଲା କି ଚାଲ ଆମ କ୍ଲବ ଚାଲ ସେଇଠି ଦେଖିବୁ ସେଇଠି କ୍ଲବ ମ୍ୟାଚ ଖେଳିବୁ ସେଠି ନଟରାଜ ସାର୍ ଅଛନ୍ତି ଏମିତି ଏମିତି କହିଲା ସେ ତ ମୁଁ ସିଏ ମତେ କହିଲା କହି ମୁଁ ଯାଇଥିଲି। ଆଚ୍ଛା ଆଚ୍ଛା ଆପଣଙ୍କର ଫେଭରାଇଟ ଫର୍ମାଟ କଣ T20 50 ଓଭର ନା ଟେଷ୍ଟ ମ୍ୟାଚ ଡେ ମ୍ୟାଚ କଣ ଖେଳିବା ପାଇଁ ଭଲ ଲାଗେ ଆପଣଙ୍କୁ T20 T20 ଫର୍ମାଟରେ ଆପଣ ଭଲ ଖେଳନ୍ତି ଏବଂ ଆପଣ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ମଧ୍ୟ ରାଇଟି ବ୍ୟାଟ୍ସମ୍ୟାନ। ରାଇଟି ବ୍ୟାଟ୍ସମ୍ୟାନ ଆଚ୍ଛା ଆପଣ ଜଣେ ରାଇଟି ବ୍ୟାଟ୍ସମ୍ୟାନ ଆଚ୍ଛା ଆପଣଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଅଭିଷେକ ବାବା ଅଛନ୍ତି ମା ଅଛନ୍ତି ଆଉ 2ଟା ଭଉଣୀ ଅଛନ୍ତି। ପରିବାର ଆପଣଙ୍କର ଫ୍ୟାମିଲି ଆପଣଙ୍କୁ କେମିତି ସପୋର୍ଟ କରେ କ୍ରିକେଟକୁ ନେଇକି ସ୍ପେସିଆଲି ପରିବାରରେ ବାବାଙ୍କ ସପୋର୍ଟ ବହୁତ କ୍ରିକେଟକୁ ନେଇକି କେବେ ମନା ନାଇଁ କ୍ରିକେଟ ଖେଳିବା ପାଇଁ ଖାସ କରି ବାପାଙ୍କୁ ନେଇକି
ବାପା କଣ କରନ୍ତି? ବାବା ଡ୍ରାଇଭିଂ କରନ୍ତି। ଜୀବନରେ କଣ ଶିଖିଛନ୍ତି ଆପଣଙ୍କ ବାପାଙ୍କ ପାଖରୁ ଆପଣ? ବାବାଙ୍କଠୁ ଶିଖିଛି କି କେମିତି ସମସ୍ତଙ୍କ ସହିତ ଭଲ ରହିବା ଆଉ ନିଜ ମକସଦକୁ କେମିତି ହାସଲ କରିବା ସେମିତି ସେ ସବୁ ଶିଖିଛି। ଆଚ୍ଛା। ଆପଣଙ୍କର ଫୁଲ ନେମ୍ ହଉଛି ଅଭିଷେକ ଚମ୍ପତି। ଘରେ କଣ ଆଜ୍ଞା ଡାକନ୍ତି ଆପଣଙ୍କୁ? କାହ୍ନା। କାହ୍ନା କରି ଡାକନ୍ତି ଆପଣଙ୍କୁ। ଆଜ୍ଞା। ଏବଂ ଗ୍ରାଉଣ୍ଡସ ରେ କଣ ଡାକନ୍ତି ଆପଣଙ୍କୁ? ଗ୍ରାଉଣ୍ଡସ ରେ ଛୋଟରୁ ଚମ୍ପତି ଶୁଣି ଶୁଣି ଆସିଛି। ଆଚ୍ଛା ଆଚ୍ଛା। ଏବଂ ଆପଣଙ୍କର ଜନ୍ମଦିନ କେବେ? ମୋ ଜନ୍ମଦିନ ଜୁନ୍ 1। ଜୁନ୍ 1 ରେ ଆପଣ ଜନ୍ମ ହେଇଥିଲେ। ଏବଂ ଆଚ୍ଛା, ଅଭିଷେକ, ଓଡିଶା ପାଇଁ ଆପଣଙ୍କୁ ଟ୍ୟାଗ ଲାଗିଛି ଏ ପର୍ଯ୍ୟନ୍ତ? ଆଜ୍ଞା। ଓଡିଶା ପାଇଁ ଷ୍ଟାମ୍ପ ଲାଗିଛି ଏ ପର୍ଯ୍ୟନ୍ତ କିଛି? ନାଇଁ ଲାଗିନି। ଆଚ୍ଛା। ଆଚ୍ଛା, ଏଇଠି ଜଣେ କହୁଛନ୍ତି, ଦେଖିବା ତାଙ୍କ ମେସେଜ ଟାକୁ ପଢିବା। ସିଦ୍ଧାର୍ଥ ଲେଖୁଛନ୍ତି, ରାଇଜିଂ ଷ୍ଟୁଡେଣ୍ଟସ ଏଗେନ୍ଷ୍ଟ ଗୋଟେ ବେଷ୍ଟ ବୋଲି କହିଦିଅନ୍ତୁ। ରାଇଜିଂ ଷ୍ଟୁଡେଣ୍ଟସ ଏଗେନ୍ଷ୍ଟ ରେ ଆପଣ କୋଉଠି ଖେଳିଥିଲେ ଭଲ? ରାଇଜିଂ ଷ୍ଟୁଡେଣ୍ଟ ଓଡିଶାର ବହୁତ ବଡ ଟିମ୍ କୁହାଯାଏ ରାଇଜିଂ ଆଜ୍ଞା ଆଜ୍ଞା। ଷ୍ଟୁଡେଣ୍ଟସ। ତା ହଁ ଏଗେନ୍ଷ୍ଟ ରେ ଆପଣ କୋଉଠି ଭଲ ଖେଳିଥିଲେ ସେଇଟା ଆମେ ଜାଣିବା ପାଇଁ ଚାହିଁବୁ। ସେଇଟା ଏଇ ସିଜନ ଯୋଉ ଲାଷ୍ଟ ସିଜନ ଗଲା ସେଇଠି ମୟୂରଭଞ୍ଜରେ ହେଇଥିଲା ଟୁର୍ଣ୍ଣାମେଣ୍ଟ ଟା କ୍ଲବ ମ୍ୟାଚ୍। ହୁଁ ହୁଁ ତ ହୁଁ ସିଚୁଏସନ ଥିଲା କି ରନ୍ ହେଇନଥିଲା ଟିମରେ। 14 ଓଭରରେ ସ୍କୋର ହେଇଥିଲା, 14 କି 15 ଓଭର ସ୍କୋର ହେଇଥିଲା ଟିମ ର 80 କି 70 ରନ୍ କି 80 ରନ୍ ହେଇଥିଲା। ତ ତାପରେ ମୁଁ ଲାଷ୍ଟ 5 ଓଭର ଯାଇକି ବ୍ୟାଟିଂ କରିକି ମାରିଥିଲି 24ଟା ବଲ୍ କି 25ଟା ବଲ୍ 60 ମାରିଥିଲି। ତ ଟିମ ର ସ୍କୋର ସେଠି 60+60 ହେଇଯାଇଥିଲା। ଆମେ ସେଇଠି ମ୍ୟାଚ୍ ଜିତିଥିଲୁ। ସେଇ ମ୍ୟାଚ୍ ଟା ସେ କଥା କହୁଛି। ରାଇଜିଂ ଷ୍ଟୁଡେଣ୍ଟସ ର କିଏ କିଏ ପ୍ଲେୟାର ସବୁ ଥିଲେ ଆପଣଙ୍କ ସାମ୍ନାରେ? ଥିଲେ ସୌଭାଗ୍ୟ ଭାଇ ଥିଲେ, ଆଉ ଗିରିଜା ଭାଇ ଥିଲେ, ଆଉ ସିଦ୍ଧାର୍ଥ ସେନା ଭାଇ ଥିଲେ, ବିଶ୍ୱରଞ୍ଜନ ଭାଇ ଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ, ନାଇଁ ବିକାଶ ସିଏ ସାମନ୍ତରାୟ। ନଥିଲେ। ନା ଆଚ୍ଛା। ସିଏ ଆଉ ବିପ୍ଲବ ଭାଇ ନଥିଲେ। ହୁଁ ହୁଁ ହୁଁ। ରାଇଜିଂ ଷ୍ଟୁଡେଣ୍ଟସ କଟକ, ଓଡିଶାର ଗୋଟେ ଆଜ୍ଞା। ବଡ କ୍ଲବ। ଆପଣଙ୍କ ସାମ୍ନାରେ ରାଇଜିଂ ଷ୍ଟୁଡେଣ୍ଟ ବିଷୟରେ ଆପଣ କଣ କହିବା ପାଇଁ ଚାହିଁବେ? ଗୋଟେ ଭଲ ଟିମ୍ ନିଶ୍ଚିତ ଭାବରେ। ତାଙ୍କର ସବୁ କଣ କହିବି, ସମସ୍ତେ ତାଙ୍କର 11ଟା ତାଙ୍କର ଭଲ ପ୍ଲେୟାର ସବୁବେଳେ ଖେଳନ୍ତି। ଆଉ ବହୁତ ମାନେ ତାଙ୍କର ଅଲଗା ମାଇଣ୍ଡ ସେଟ ରେ ସେ ଓହ୍ଲାନ୍ତି ଗ୍ରାଉଣ୍ଡ କୁ। ଆଉ ତାଙ୍କ ଏଗେନ୍ଷ୍ଟ ରେ ଖେଳିବାକୁ ସବୁବେଳେ ଭଲ ଲାଗେ। ଯେତେ ଏଗେନ୍ଷ୍ଟ ଟିମ୍ ଭଲ ରହିବ ସେତେ କ୍ରିକେଟ ର ଏନଜୟମେଣ୍ଟ ଟା ବଢେ। ହୁଁ ହୁଁ ହୁଁ। ତ ରାଇଜିଂ ଷ୍ଟୁଡେଣ୍ଟସ ଏଗେନ୍ଷ୍ଟ ରେ ଆପଣଙ୍କୁ ଗୋଟେ ଭଲ ଇନିଂସ ଖେଳିବା ନିଶ୍ଚିତ ଭାବେ ଗୋଟେ ବହୁତ ବଡ କଥା। ଏବଂ ଆପଣ ମଧ୍ୟ କରିକି ଦେଖିଛନ୍ତି। କୋଉ ବୋଲର କୁ ଆପଣ ବେଶୀ ପ୍ରହାର କରିଥିଲେ ସେଦିନ? ଏଇଟା କହିଲେ ଭଲ ଲାଗିବନି ଟିକେ। ଆଚ୍ଛା ଆଚ୍ଛା। ଆଚ୍ଛା ଆଚ୍ଛା, ଠିକ ଅଛି, ନୋ ପ୍ରୋବ୍ଲେମ। ଆଚ୍ଛା, କିନ୍ତୁ ରାଇଜିଂ ଏଗେନ୍ଷ୍ଟ ରେ ଖେଳିବା ଗୋଟେ ବହୁତ ବଡ କଥା ନିଶ୍ଚିତ ଭାବରେ କହିବି। କାହିଁକି ତାଙ୍କର ପ୍ଲେୟାର ଆପଣ ଯେମିତି କହିଲେ 11ରୁ 11 ପ୍ଲେୟାର ତାଙ୍କର ଏମିତି ଥାନ୍ତି, ସେମାନେ ଗୋଟେ ଗୋଟେ ପ୍ଲେୟାର ମ୍ୟାଚ୍ କୁ ବଦଳେଇ ଦିଅନ୍ତି। ଆଜ୍ଞା। ତାଙ୍କର ହୁଁ ହୁଁ କିଏ ବି ଗେମ୍ ଚେଞ୍ଜ କରିପାରିବ ଲାଷ୍ଟରେ ଆସିକି, ନହେଲେ କିଏ ନା କାହାର ନା କାହାର ଇମ୍ପାକ୍ଟ ସବୁବେଳେ ବେଶୀ ଥିବ। ହୁଁ ହୁଁ ହୁଁ। ସେମିତି ହିଁ ତାଙ୍କର ଟିମ୍। ହୁଁ ହୁଁ। ଏଠି ସନ୍ଦୀପ ପଣ୍ଡା କହୁଛନ୍ତି ଯେ ବାମନଡାରେ ଗୋଟେ ଆପଣ ଭଲ ଇନିଂସ ଖେଳିଥିଲେ। ନାଇଁ ନାଇଁ ସେ ଭୁଲ କହିବ, ବାମନଡାରେ ମୁଁ ଯାଇନି। ସେ ଆଉ କୋଉଠି ଆଚ୍ଛା। କହୁଥିବେ, ବେଡା ପଡା ଆଚ୍ଛା କହୁଥିବେ। ବେଡାପଡା ବେଡାପଡା। ହଁ। ବେଡାପଡାରେ କୋଉ ମ୍ୟାଚ କଥା କହୁଛନ୍ତି ଆପଣ? ମୁଁ ଗୋଟେ ମ୍ୟାଚ ଯାଇଥିଲି, ଆପଣ ସେଠି ରାଉରକେଲା ସ୍ପୋର୍ଟସ ଆସୋସିଏସନ ଖେଳୁଥିଲା। ସେଠି ବୋଧ ହୁଏ ବାଲେଶ୍ୱର ସହିତ ସେ ମ୍ୟାଚ ଥିଲା। ଆପଣ ମଧ୍ୟ ବହୁତ ବଢିଆ ଖେଳିଥିଲେ। ସରି, ବାପୁଜୀ ସହିତ ଆପଣଙ୍କର ମ୍ୟାଚ ଥିଲା। ଆଉ ମ୍ୟାଚ କୁ ଆପଣ ଜିତିଥିଲା ରାଉରକେଲା ସ୍ପୋର୍ଟସ ଆସୋସିଏସନ। ବହୁତ ହଁ ବଢିଆ କରି ଜିତିଥିଲା। ଏବଂ ସେଇଦିନ ମୋ ହାର୍ଟ କୁ ଜିତିଥିଲା ରାଉରକେଲା ସ୍ପୋର୍ଟସ ଆସୋସିଏସନ। ୟଙ୍ଗ ପ୍ଲେୟାରଙ୍କୁ ନେଇକି ସେଦିନ ଖେଳୁଥିଲା ଆପଣଙ୍କ ଦଳ ଏବଂ ମ୍ୟାଚ ଆପଣ ଜିତିଥିଲେ। ନିଶ୍ଚିତ ଭାବରେ ସେ ମ୍ୟାଚ ଟା ଗୋଟେ ଅଲଗା ପ୍ରକାର ମ୍ୟାଚ ଥିଲା। ବାପୁଜୀ ଓଡିଶାର ବଡ ଟିମ୍ ଭିତରେ ବାପୁଜୀ ଏବଂ ତାଙ୍କୁ ହରେଇବା ଛୋଟ କଥା ନଥିଲା। କିନ୍ତୁ ଆପଣଙ୍କର ୟଙ୍ଗ ପ୍ଲେୟାରଙ୍କର କଡା ପରିଶ୍ରମ ଆପଣଙ୍କୁ ମ୍ୟାଚ ହଁ। ଜିତେଇଥିଲା। ଅଭିଷେକ, ଆପଣଙ୍କ ଜୀବନରେ କେବେ ଏମିତି ହେଇଛି ଆପଣ ଡିପ୍ରେସନ ରେ ଆସିକି
किंबा फैमिली प्रॉब्लम रे आसिकी आपण भाबिचंती जे मो क्रिकेट को जीविनी क्रिकेट को छाडी देबी एमती के हेई आपण को जीवन रे ନାଇଁ ନାଇଁ ସେମିତି କେବେ କିଛି ହେଇନି। केबे आपण भाबिचंती जे क्रिकेट को छाडी देबी बोली मते जागा ନା मिलुनी मते टीम रे जागा मिलुनी कि स्टेट ପାଇଁ ମୁଁ ପାରୁନି ଏମତି କେବେ ଭାବିଛନ୍ତି? ନାଇଁ ନାଇଁ ସେମିତି କେବେ ଆସିନି। ଜାଗା ମିଳୁନି ସେଇଟା ତ ହୁଏ, ସେଇଟା ତ ଜାଗା ମିଳିବା ନ ମିଳିବା ପାର୍ଟ ଅଫ ଦ ଗେମ୍ କ୍ରିକେଟ ର। ସେମିତି ହୁଁ ଭାବିନି ହୁଁ କେବେ। ଆଜି ଆଜି ନହେଲେ କାଲି ତ ମିଳିବ ସେଇଟା ମୁଁ ଜାଣିଛି। ହୁଁ ହୁଁ ହୁଁ। ଆପଣ ଜଣେ ପ୍ରଫେସନାଲ କ୍ରିକେଟର ଆଜ୍ଞା। ୱାର୍ମ ଅପ୍ ପାଇଁ କେତେ ସମୟ ଦିଅନ୍ତି ଆପଣ? ୱାର୍ମ ଅପ୍ ୱାର୍ମ ଅପ୍ ନିଜ ଫିଜିକାଲ ଫିଟନେସ୍ ଜିମ୍ ପାଇଁ କେତେ ସମୟ ଦିଅନ୍ତି ଆପଣ? ଜିମ୍ ପାଇଁ ସନ୍ଧ୍ୟାରେ ଟାଇମ ଦିଏ ନିଜକୁ ଦେହକୁ 1.5 ଘଣ୍ଟା 1.5 ରୁ 2 ଘଣ୍ଟା ଦିଏ। ସକାଳେ ପ୍ରାକ୍ଟିସ ଭୋର ମାନେ 6ଟା 7ଟାରେ ଇଏ ଥାଏ ଆମର ଫିଟନେସ ସେସନ ଥାଏ। ସନ୍ଧ୍ୟାରେ ପ୍ରାକ୍ଟିସ ଥାଏ। ହୁଁ ହୁଁ ହୁଁ। ଏବଂ ନେଟ୍ସ ପାଇଁ କେତେ ସମୟ ଦିଅନ୍ତି ଆପଣ? ନେଟ୍ସ ପାଇଁ ଦିଏ ନିଜକୁ 2 ରୁ 3 ଘଣ୍ଟା ଏମିତି ପ୍ରପର। ତାପରେ ଫିଲ୍ଡିଂ ସେସନ ଅଲଗା ଥାଏ। ଫିଟନେସ ସେସନ ଅଲଗା ଥାଏ। ହୁଁ ହୁଁ ହୁଁ। ଅ, ସମ୍ପ୍ରତି ଆମେ ସେଇ ମୟୂରଭଞ୍ଜ ଟୁର୍ଣ୍ଣାମେଣ୍ଟ ବିଷୟରେ ଆମେ ଟିକେ କଥାବାର୍ତ୍ତା କରିବା ପାଇଁ ଚାହିଁବା ଯୋଉଠି ଆପଣ ନା ସରି ଆପଣ ଯୋଉ କହୁଥିଲେ ଗୋଟେ ଭଲ ଇନିଂସ ଖେଳିଥିଲେ ଆପଣ ସେ ମୟୂରଭଞ୍ଜର ଟୁର୍ଣ୍ଣାମେଣ୍ଟ ସେଟା ଅଲ ଓଡିଶା ଟୁର୍ଣ୍ଣାମେଣ୍ଟ ନା ଅଲ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ? ଅଲ ଅଲ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ଥିଲା। ଟୁର୍ଣ୍ଣାମେଣ୍ଟ ବିଷୟରେ ଟିକେ କହିବେ କେମିତିଆ ରାଞ୍ଚି ଟୁର୍ଣ୍ଣାମେଣ୍ଟ ଝାରଖଣ୍ଡରୁ ଥିଲା? ବି ଟିମ୍ ଆସିଥିଲେ। ହୁଁ ହୁଁ। ଅଲ ଅଲ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ଥିଲା। ରାଞ୍ଚି ଝାରଖଣ୍ଡରୁ ବି ଏମିତି ଟିମ୍ ଆସିଥିଲେ। ହୁଁ ହୁଁ ହୁଁ। ଆଚ୍ଛା ସେ ଟୁର୍ଣ୍ଣାମେଣ୍ଟ ବିଷୟରେ ଟିକେ ଆମେ କଥାବାର୍ତ୍ତା କରିବା ଟୁର୍ଣ୍ଣାମେଣ୍ଟ ମୟୂରଭଞ୍ଜର କୋଉ ଜାଗାରେ ହୁଏ ପାଖାପାଖି ଲୋକ କେତେ ହୁଅନ୍ତି ସେଠି ତାର ଛ- ବିଷୟରେ ଟିକେ କହିବେ? ସେଇଟା ହଁ ସେଇ ମୟୂରଭଞ୍ଜର ଚଢେଇବୋଲ କହିକି ଗୋଟେ ଜାଗା ଅଛି ଚଢେଇବୋଲ କହିକି ସେଇଠି ହଉଥିଲା ସେ ଟୁର୍ଣ୍ଣାମେଣ୍ଟ। ମୟୂରଭଞ୍ଜର ଚଢେଇ ବୋଲ ନା କେଉଁଝରର ଚଢେଇ ବୋଲ? ମୟୂରଭଞ୍ଜ ମୟୂରଭଞ୍ଜର। ସିଓର ସିଓର। ହଁ। ଆଚ୍ଛା ହଁ ଚଢେଇ ବୋଲି ଜାଣିଛି ବହୁତ ବଡ ଟୁର୍ଣ୍ଣାମେଣ୍ଟ। ହୁଁ 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 ହୁଁ। ଆଚ୍ଛା ଆଚ୍ଛା ହଁ ସେଇ ଟୁର୍ଣ୍ଣାମେଣ୍ଟ ବିଷୟରେ ମୁଁ କଥା ହଉଥିଲି ଭଲ ବହୁତ ବଢିଆ ଟୁର୍ଣ୍ଣାମେଣ୍ଟ ଏବଂ ହଁ ତାକୁ ଆମେ ସେଇଠି ଛାଡିକି ହଁ ହଁ ହଁ। ସେଇଠି ଆମେ ସେକେଣ୍ଡ ରାଉଣ୍ଡ ହାରି ଯାଇଥିଲୁ। ଆଚ୍ଛା ଆଚ୍ଛା କାହା ପାଖରୁ ହାରିଥିଲେ ଆପଣ? ଆଜ୍ଞା। କାହା ପାଖରୁ ହାରିଥିଲେ? ଆମେ ରାଞ୍ଚିଠୁ ହାରିଥିଲୁ। ହୁଁ ହୁଁ ହୁଁ। ରାଞ୍ଚିର ଗୋଟେ ଟିମ୍ ଥିଲା ତାଙ୍କ ଟିମ୍ ନାଁ ଟା ମନେ ପଡୁନି ରାଞ୍ଚି ଟିମ୍ ଠୁ ହାରିଥିଲୁ। ରାଉରକେଲା ସ୍ପୋର୍ଟସ ଆସୋସିଏସନ ଯୋଉ ଆପଣଙ୍କର ଟିମ୍ ଅଛି ଆରଏସଏ ହଁ। ଆରଏସଏ ବିଷୟରେ ଟିକେ କହିବେ ଆପଣଙ୍କର ପ୍ଲେୟାର ଯୋଉମାନେ ଅଛନ୍ତି ଭଲ ଭଲ ପ୍ଲେୟାର ଆପଣଙ୍କ ଟିମକୁ ନେଇ ଗଠିତ ଯୋଉ ଟିମ୍ ଅଛି ଟିକେ ଆରଏସଏ ବିଷୟରେ ଟିକେ ସ୍ପେସିଆଲି କହିବେ ଆପଣଙ୍କ ପ୍ଲେୟାର ବିଷୟରେ କୋଚ୍ ବିଷୟରେ ଟିକେ କହିବେ ଭଲ ପ୍ଲେୟାର କିଏ ଅଛନ୍ତି ଆପଣଙ୍କ ପାଖରେ? ରାଉରକେଲାର ଆମ କ୍ଲବର କୋଚ୍ ଅଛନ୍ତି ନଟରାଜ ବେହେରା ସାର୍ ହୁଁ ଆଉ ହୁଁ ଶୁଭମ ସାର୍ ବି ଅଛନ୍ତି ଆଉ ଆମର ପ୍ଲେୟାରକୁ କହିବାକୁ ଗଲେ ଶୁଭଙ୍କର ଭାଇ ଉମେଶ ଭାଇ ରାଜ କଇ ଗୋଟେ ପିଲା ଅଛି ବିଟୁ ଅଛି ଗୌତମ ସୁନା ଏମିତି ଏମିତି ବହୁତ ପିଲା ରିତେଶ ପାଣ୍ଡ୍ୟା ଏମିତି ସବୁ ଅଛନ୍ତି ଆମର ସବୁ ଭଲ ଭଲ ପ୍ଲେୟାର ସବୁ ଅଛନ୍ତି। ଅଙ୍କିତ ଜୟସୱାଲ ଆମର ଅଛନ୍ତି ଗୋଟେ ଲେଫ୍ଟ ଆର୍ମ ସ୍ପିନର ଅଙ୍କିତ ସିଏ ଆମ ଜୟସୱାଲ ଟିମର ବେଷ୍ଟ ବୋଲର ସିଏ ଆମ ଟିମର। ହୁଁ ହୁଁ ହୁଁ। ସୌଭାଗ୍ୟ ରାଉତ ଲେଖୁଛନ୍ତି ରାଉରକେଲାର ଷ୍ଟାର କଣ କହିବି ସୌଭାଗ୍ୟଙ୍କ ବିଷୟରେ ଗୋଟେ ଟପ୍ ବ୍ୟାଟ୍ସମ୍ୟାନ ନିଶ୍ଚିତ ଭାବରେ ଗୋଟେ ବଢିଆ ବ୍ୟାଟ୍ସମ୍ୟାନ ତାଙ୍କର ଭିଡିଓ ଆଜି ମଧ୍ୟ ପଡିଥିଲା ଆମେ ଇନଷ୍ଟାଗ୍ରାମରେ ଦେଖୁ ଗୋଟେ ସୁନ୍ଦର ବ୍ୟାଟ୍ସମ୍ୟାନ ତାଙ୍କର ଇନିଂସ ଗୋଟେ ମତେ ମନେ ପଡୁଛି ବାଲେଶ୍ୱର ବାଗୁଡିରେ କଣ କହିବେ ଆପଣଙ୍କ ରାଉରକେଲାରୁ ସେ ବିଲଙ୍ଗ କରନ୍ତି କଣ କହିବେ ସୌଭାଗ୍ୟ ବିଷୟରେ? କଣ କହିବି ତାଙ୍କ ବିଷୟରେ କଣ କହିବି ତାଙ୍କୁ ଦେଖିକି କ୍ରିକେଟ ଷ୍ଟାର୍ଟ କରୁଛୁ ଆମେ ତାଙ୍କ ମାଡ ଆଚ୍ଛା ଦେଖିକି ତାଙ୍କ ମାଡ ଦେଖିକି ଆମ ମାଡ ମାରିବାର କଣ କହନ୍ତି ସେଇଟାକୁ ଉତ୍ସାହିତ କୋଉଠି ଆମ୍ନା ସାମ୍ନା ହେଇଛି? ହଁ ବହୁତ ଥର ଆମ୍ନା ସାମ୍ନା କୋଉଠି ହେଇଛି ଗୋଟେ ଭଲ ସାଙ୍ଗରେ ଖେଳିଛୁ ବହୁତ। ହଁ ଆଚ୍ଛା। ଏବେ ତ ଆମ୍ନା ସାମ୍ନା ହେଇନି ଏବେ ତ ଖାଲି ସାଙ୍ଗରେ ହିଁ ଖେଳୁଛୁ ବେଶୀ ଗୋଟେ ଟିମରେ ଆଚ୍ଛା ଅଛୁ ଆଚ୍ଛା ଟେନିସ୍ ବଲ ରେ ବି ଆମେ ଆଚ୍ଛା ଆଚ୍ଛା ଆପଣ ରାଉରକେଲାରୁ ଅଛନ୍ତି ଆମେ କଥାବାର୍ତ୍ତା କରିବା ଟିକେ ରାଉରକେଲାର ଗୋଟେ ପ୍ରିମିୟର ଲିଗ୍ ହେଇଥିଲା ନାଇଟ ଟୁର୍ଣ୍ଣାମେଣ୍ଟ ବୋଧହୁଏ ରାଉଣ୍ଡ ଆର୍ମର ଆଜ୍ଞା ଟେନିସରେ ହେଇଥିଲା। ହଁ। ସେଇ ଟେନିସ ଟୁର୍ଣ୍ଣାମେଣ୍ଟ ବିଷୟରେ ଟିକେ କଥାବାର୍ତ୍ତା କରିବା କଣ ଥିଲା କେତେ ଦିନ କେତେ ଟଙ୍କାର ୱିନର ଥିଲା ଏବଂ କେତେ ଦିନ ଧରି ଚାଲିଥିଲା ସେ ଟୁର୍ଣ୍ଣାମେଣ୍ଟ? ସେଇ ଟୁର୍ଣ୍ଣାମେଣ୍ଟ
ଟୁର୍ଣ୍ଣାମେଣ୍ଟ 9 दिन धରି ଚାଲିଥିଲା। 9 दिन धरि ଚାଲିଥିଲା ଆଉ ସେଇଟା ଅର୍ଗାନାଇଜ କରିଥିଲେ ଶୁଭମ ଭାଇ କହିକି ଅଛନ୍ତି ଜଣେ ଚେନ୍ର। ତ ଶୁଭମ ଭାଇ କହିଥିଲେ ସିଏ ଅର୍ଗାନାଇଜ କରିଥିଲେ। ବହୁତ ଭଲ ଟୁର୍ଣ୍ଣାମେଣ୍ଟ ଥିଲା। ରାଉରକେଲାର ଭଲ ଭଲ ସବୁ ପ୍ଲେୟାର ଯିଏ ୟଙ୍ଗଷ୍ଟର ବି ଅଛନ୍ତି ଆମ ଭଳିଆ, ଆହୁରି ଯିଏ ନୂଆ ନୂଆ କ୍ରିକେଟ ଖେଳୁଛନ୍ତି, ସିନିୟର ପ୍ଲେୟାର ଅଛନ୍ତି, ତାଙ୍କୁ ନେଇକି ସବୁ ଗୋଟେ ଇଏ କରାହେଇକି ଆୟୋଜନ କରିଥିଲା ଶୁଭମ ଭାଇ କରିଥିଲେ। ଆଉ ପ୍ରାଇସ୍ ମାନେ ଥିଲା 50,000 ଥିଲା ଆଉ 30,000 ଥିଲା। ଆଉ ସବୁ ପ୍ଲେୟାର କୁ କିଣା ହେଇଥିଲା। ଇଏ ବି ନାହିଁ କି ଏମିତି କାହାକୁ ଖେଳିଦବ। ସମସ୍ତେ ପିଲା ଗୋଟେ ଗୋଟେ ସମସ୍ତେ ରେଜିଷ୍ଟ୍ରେସନ କରିଥିଲେ ତାଙ୍କ ନାଁକୁ ଅନଲାଇନ ରେ ରେଜିଷ୍ଟ୍ରେସନ କଲେ 200 ଟଙ୍କା ଦେଇକି ରେଜିଷ୍ଟ୍ରେସନ କଲେ। ତାଙ୍କୁ କେତେ କେତେ ଟଙ୍କା ଦେଇକି କିଣା ହେଲା ସବୁ। ଗୋଟେ ଟୋଟାଲ 8ଟା ଫ୍ରାଞ୍ଚାଇଜ ଥିଲେ। 8ଟା ଫ୍ରାଞ୍ଚାଇଜ ରୁ ପିଲା ଡିଭାଇଡ ହେଇଥିଲେ। କେବଳ ଅପସନ ବି ଭଲ ହେଇଥିଲା। କେବଳ ରାଉରକେଲା ପିଲା ଖେଳିଥିଲେ? ହଁ, ରାଉରକେଲା ପିଲା ଆଉ ଯୋଉ ମାନେ ରାଉରକେଲାର ଆଖପାଖ ଯୋଉ ଜାଗାରୁ ବାହାରୁ ଆସନ୍ତି ରାଉରକେଲା କ୍ରିକେଟ ଖେଳିବା ପାଇଁ ସେମାନେ ବି ଥିଲେ କିଛିଟା, ଯୋଉମାନେ ଆଗରୁ ଖେଳି ଖେଳି ଆସିଛନ୍ତି ରାଉରକେଲାରେ। ଏଇଟା ରାଉଣ୍ଡ ଆର୍ମ ଥିଲା ନା ଚୋକ୍ ଥିଲା? ରାଉଣ୍ଡ ରାଉଣ୍ଡ ଆର୍ମ ଥିଲା। ଆଚ୍ଛା ଅଭିଷେକ, ଆଜିକାଲି ଯୋଉ ଜାର୍କ ବୋଲିଂ ହଉଛି, ଯୋଉଟା ଚୋକ୍ ବୋଲିଂ ହଉଛି, ସେ ଚୋକ୍ ହୁଁ ବୋଲର ବିଷୟରେ କଣ କହିବେ? ଆପଣ ରାଉଣ୍ଡ ଆର୍ମ ଖେଳୁଛନ୍ତି, ପ୍ରପର ଖେଳୁଛନ୍ତି, ପ୍ରଫେସନାଲ ପ୍ଲେୟାର, ତାଙ୍କ ବିଷୟରେ ଆପଣ କଣ କହିବେ? ନାଇଁ ତାଙ୍କ ବିଷୟରେ କଣ କହିବି, ସେଇଟା ବି ତ କ୍ରିକେଟ ହିଁ ନା, ସେଇଠୁ ହିଁ ଶିଖନ୍ତି ସମସ୍ତେ। ସମସ୍ତ କ୍ରିକେଟ ଷ୍ଟାର୍ଟିଂ ହିଁ ସେଇଠୁ, ଚୌକ୍ ରୁ ଷ୍ଟାର୍ଟ। ହୁଁ ହୁଁ ଯିଏ ହୁଁ ଆଜିକା ଡେଟ୍ ରେ ଯିଏ ବି ବୋଲର ଥିବ ସେ ତ ଫାର୍ଷ୍ଟ ଚୌକ୍ ହିଁ ଫୋପାଡିଥିବ ନା, ତାପରେ ହିଁ ବୋଲିଂ ଶିଖିଥିବ। ଏବେ ତ ଚୌକ୍ ର ବି ଗୋଟେ ଫର୍ମାଟ ଅଛି, ରାଉଣ୍ଡ ଆର୍ମ ର ଗୋଟେ ହୁଁ ଫର୍ମାଟ, ଚୌକ୍ ର ଗୋଟେ ଫର୍ମାଟ, କେତେ କେତେ କ୍ରିକେଟ ହଉଛି। ହୁଁ ଆଉ ଯୋଉମାନେ ଚୌକ୍ ଜାଣିଛନ୍ତି ରାଉଣ୍ଡ ଆର୍ମ ଜାଣିନାହାନ୍ତି ତ ସେମାନେ ଖେଳିବେ ନା, ତାଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ହୁଏ ସେଇଥିପାଇଁ। ହୁଁ ହୁଁ, ଠିକ କହିଛନ୍ତି। ସେମାନେ ବି ପ୍ରାକ୍ଟିସ କରୁଛନ୍ତି, ସେମାନେ ବି ଖେଳିବେ, ହଁ ଗୋଟେ ହଁ ଏଣ୍ଟରଟେନମେଣ୍ଟ ନିଶ୍ଚିତ ଭାବରେ ଗୋଟେ। ହଁ ହଁ। କ୍ରିକେଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ଆପଣଙ୍କୁ ମନେ ଅଛି ଆପଣଙ୍କ କ୍ୟାରିୟରର? ଟେନିସ୍ ବଲ୍ କି ଡ୍ୟୁସ୍ ବଲ୍? ଆମେ ପ୍ରଫେସନାଲ କଥା କହିବା, ଆମେ ଡିପ୍ ବଲ୍ ବିଷୟରେ କଥା ହବା ଟିକେ। ହଁ ଠିକ ଅଛି ଠିକ ଅଛି। ପ୍ରଥମ ଅର୍ଦ୍ଧଶତକ ମନେ ପଡେ। ପ୍ରଥମ ଶତକ? ପ୍ରଥମ ଶତକ ମନେ ଅଛି। କୋଉଠି? ଅଛି ଆମ ରାଉରକେଲାରେ ହିଁ, ପ୍ରାକ୍ଟିସ ମ୍ୟାଚରେ ଗୋଟେ ଶତକ ମାରିଥିଲି। ସେ ଟାଇମରେ ଷ୍ଟାର୍ଟିଂ କରିଥିଲି, ନୂଆ ନୂଆ ଷ୍ଟାର୍ଟିଂ କରିଥିଲି, ବିନା ହେଲମେଟରେ ବ୍ୟାଟିଂ କରୁଥିଲି। ସେଇ ମନେ ଅଛି। ବିନା ହେଲମେଟରେ ବ୍ୟାଟିଂ କରୁଥିଲି ଆଉ ବ୍ୟାଟିଂ ଗୋଟେ ଦିଟା ଛକା ମାରିଥିଲି ଆଉ ସୁଇପ୍ ମାରୁଥିଲି, ଉଠିଲା ଆଉ ମୁହଁରେ ବାଜିଲା ଏଇଠି, ଏଇ ଜାଗାରେ ବାଜିଲା ତ ଏଇ ଜାଗାଟା ଫାଟିଗଲା। ତ ମନେ ଅଛି ଏଗେନ୍ଷ୍ଟ ଟିମ୍ ର ଯୋଉ ପିଲାର ଯିଏ ଯୋଉ ବଲଟା ବଜେଇଥିଲା କହିଲା କି ତାକୁ ସାଇଡ କରିଦିଅ, ଲେଟ୍ ହଉଛି ଆମର ଆହୁରି କାମ ଅଛି। ତ କହିଲି ହଉ ଛାଡ ମୁଁ ଖେଳିବି, ଏମିତି କହିଲେ। ତ ମୁଁ କଣ କଲି, ସାଙ୍ଗେ ସାଙ୍ଗେ ପୋଛାପୋଛି କରି ହେଲମେଟ ପିନ୍ଧିକି ଖେଳିଲି। ଆଉ ସେଇଠୁ ଗଣି ଗଣି ମାରିଥିବି 17ଟା କି 18ଟା ଛକା ମାରିଥିବି। ସେମାନେ ଆରେ ବାପରେ ବାପ। 180 ଟାର୍ଗେଟ ଦେଇଥାନ୍ତି। 14 ଓଭରରେ ଗେମ୍ ସରିଯିବ। ବହୁତ ସିରିୟସ୍ ବ୍ୟାଟ୍ସମ୍ୟାନ ଅଭିଷେକ ଚମ୍ପତି। ଦର୍ଶକ ବନ୍ଧୁ ମାନଙ୍କୁ ମୁଁ ଜଣାଇ ଦଉଛି, ରାଉରକେଲାରୁ ଅଭିଷେକ ଚମ୍ପତି, ରାଉରକେଲା ସ୍ପୋର୍ଟସ ଆସୋସିଏସନରୁ ଗୋଟେ ଫ୍ୟୁରିୟସ୍ ବ୍ୟାଟ୍ସମ୍ୟାନ T20 ବର୍ତ୍ତମାନ ଆମ ସହିତ ଯୋଡି ହେଇଛନ୍ତି। ବଢିଆ ବଢିଆ କଥା କହୁଛନ୍ତି ତାଙ୍କ କ୍ରିକେଟ କ୍ୟାରିୟରର। ଏବଂ ମୁଁ ରସିକ ଭାଇ ମୋ ତରଫରୁ, ଭଏସ୍ ଅଫ୍ ଓଡିଶା ୟୁଟ୍ୟୁବ ଚ୍ୟାନେଲ ତରଫରୁ ଆପଣଙ୍କୁ ଅଲ୍ ଦ ବେଷ୍ଟ କହିବା ପାଇଁ ଚାହିଁବି। ବହୁତ ଶୀଘ୍ର ଆପଣଙ୍କୁ ଓଡିଶା T20 ରେ ଜାଗା ମିଳୁ, ଲୋକ ଦେଖନ୍ତୁ ଅଭିଷେକ ଚମ୍ପତିର ଖେଳଟା କଣ। ଆମେ ଦେଖିଛୁ କିନ୍ତୁ ବହୁତ ଲୋକ ଏମିତି ଦେଖିନାହାନ୍ତି ଅଭିଷେକ ଚମ୍ପତିର ଖେଳ। ଏବଂ ନିଶ୍ଚିତ ଭାବରେ ଓଡିଶା ପାଇଁ ଗୋଟେ ଫ୍ୟୁଚର ଅଭିଷେକ ଚମ୍ପତି। ଅଭିଷେକ ଚମ୍ପତି, ଆପଣ ବୋଲିଂ କରନ୍ତି? ଏବେ ତ ଅଫ୍ ସିଜନ ଚାଲିଛି, ମୁଁ ଟିକେ ପ୍ରାକ୍ଟିସ କରୁଛି ବୋଲିଂ ପାଇଁ। ଆଚ୍ଛା, ଆପଣଙ୍କର ହବି କଣ ଅଛି? କ୍ରିକେଟ ହିଁ ନା। ଖାଲି ସମୟରେ କଣ କରନ୍ତି ଆପଣ ଘରେ? ଖାଲି ସମୟରେ ଏମିତି ବସିକି ମୋବାଇଲ ଚଲାଏ, ନହେଲେ ସାଙ୍ଗମାନଙ୍କ ସହ ବୁଲାବୁଲି କରେ। ହୁଁ ହୁଁ ହୁଁ। ଆଉ ସକାଳେ ଆଚ୍ଛା କଲେଜ ଯାଏ। ଆଚ୍ଛା ଅଭିଷେକ, ଆପଣ ଜଣେ ସ୍ପୋର୍ଟସ ମ୍ୟାନ, ଆପଣ ଜଣେ ଆଥଲେଟ୍ସ ମ୍ୟାନ ମଧ୍ୟ। କ୍ରିକେଟ ଗ୍ରାଉଣ୍ଡରେ ଏମିତି ଗୋଟେ କୋଉଠି ହେଇଛି ଆପଣ ଗୋଟେ ସିଭିୟର ଇଞ୍ଜୁରି ହେଇଛି ଏବଂ ବହୁତ କଷ୍ଟ ମଧ୍ୟ ଲାଗିଛି ଆପଣଙ୍କୁ? ହଁ କ୍ରିକେଟ